ଇରାନ ସହ ତିକ୍ତତା ଭିତରେ ଭାରତକୁ ଡାକରା। ଭାରତକୁ ନିମନ୍ତ୍ରଣ କଲେ ଆମେରିକା ରାଷ୍ଟ୍ରପତି। ଏଭଳି ସ୍ଥିତିରେ କାହିଁକି ମୋଦିଙ୍କୁ ମନେ ପକାଇଲେ ଟ୍ରମ୍ପ? କେଉଁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ସୁଦୂର ୟୁଏସ୍ରୁ ଆସିଲା ଚିଠି? କେଉଁ ପ୍ରସଙ୍ଗରେ ଭାରତ ସହ ଆଲୋଚନା କରିବ ଆମେରିକା? ଟାରିଫ୍ ପରେ ଟାରିଫ୍ ବୋଝ ଲଗାଇଥିବା ଟ୍ରମ୍ପ ଏବେ ଭାରତକୁ କଲେ ନିମନ୍ତ୍ରଣ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଗାଜା ଶାନ୍ତି ବୋର୍ଡର ଅଂଶ ହେବାକୁ ନିମନ୍ତ୍ରଣ କରିଛନ୍ତି। ସମ୍ବାଦ ସରବରାହ ସଂସ୍ଥା ଏଏନ୍ଆଇ ପକ୍ଷରୁ ଏହି ସୂଚନା ମିଳିଛି। ଏହି ନିମନ୍ତ୍ରଣ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କର ଉନ୍ନତି ହେବାର ଅନୁମାନ କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦି ଗତବର୍ଷ ସେପ୍ଟେମ୍ବରରେ ଜାତିସଂଘ ସାଧାରଣ ପରିଷଦର ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେବା ପାଇଁ ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କ ଗସ୍ତ ବାତିଲ ହୋଇଯାଇଥିଲା। ଯାହାପରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ତାଙ୍କ ସ୍ଥାନରେ ବୈଠକରେ ଅଂଶଗ୍ରହଣ କରିଥିଲେ। ଭାରତର ବିଶ୍ୱସ୍ତରୀୟ ପ୍ରତିଷ୍ଠା, ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଢ଼ କୂଟନୀତି ଏବଂ ଶାନ୍ତି ପ୍ରୟାସରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକୃତି ଦେଇ ଆମେରିକା ରାଷ୍ଟ୍ରପତି ଏହି ନିମନ୍ତ୍ରଣ ପ୍ରଦାନ କରିଥିବା ବିଶ୍ୱାସ କରାଯାଉଛି। ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ସଂଘର୍ଷ ପରେ ମଧ୍ୟପ୍ରାଚ୍ୟରେ ଶାନ୍ତି ଆଣିବା ଦିଗରେ ଆମେରିକା ଏହି ପଦକ୍ଷେପକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ବୋଲି ବିବେଚନା କରିଛି। ଏହି ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପ୍ରକ୍ରିୟାରେ ଭାରତର ଅଂଶଗ୍ରହଣର ସୁଯୋଗ ନୂଆଦିଲ୍ଲୀରେ ବୃଦ୍ଧି ପାଉଥିବା ଆନ୍ତର୍ଜାତୀୟ ଗୁରୁତ୍ୱର ପ୍ରମାଣ। ଏହା ଦର୍ଶାଏ ଯେ ଭାରତ ଉଭୟ ପକ୍ଷ ଇସ୍ରାଏଲ ଏବଂ ପାଲେଷ୍ଟାଇନ ସହିତ ଭଲ ସମ୍ପର୍କ ବଜାୟ ରଖିଛି ଏବଂ ଶାନ୍ତି ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ। ଏହା ଉଲ୍ଲେଖନୀୟ ଯେ 13 ଅକ୍ଟୋବର 2025ରେ ଗାଜାରେ 2 ବର୍ଷ ଧରି ଚାଲିଥିବା ଇସ୍ରାଏଲ ହମାସ ଯୁଦ୍ଧର ଅନ୍ତ ପାଇଁ ଏକ ଐତିହାସିକ ଶାନ୍ତି ଚୁକ୍ତି ହୋଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତା ପରେ ହମାସ ଏହାର ବନ୍ଧକମାନଙ୍କୁ ମୁକ୍ତ କରିଥିଲା ଏବଂ ଇସ୍ରାଏଲ ମଧ୍ୟ ଏହାର ବନ୍ଦୀମାନଙ୍କୁ ମୁକ୍ତ କରିଥିଲା। ଏହାପରେ ଇଜିପ୍ଟର ଶର୍ମ ଏଲ୍ ଶେଖ୍ ସହରରେ ଏକ ଶିଖର ସମ୍ମିଳନୀ ହୋଇଥିଲା, ଯେଉଁଠାରେ ଗାଜା ଘୋଷଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 20 ସୂତ୍ରୀ ପ୍ରସ୍ତାବ ଉପରେ ଆଧାରିତ ଦୁଇ ପକ୍ଷ ମଧ୍ୟରେ ଏକ ଚୁକ୍ତିନାମା ମଧ୍ୟସ୍ଥତା କରିଥିଲେ। ସମ୍ମିଳନୀରେ ଯୁଦ୍ଧ ବିରତି, ଗାଜାର ପୁନଃ ନିର୍ମାଣ ଏବଂ ଦୀର୍ଘକାଳୀନ ଶାନ୍ତି ଉପରେ ସହମତ ହୋଇଥିଲା। ଏହି ସମ୍ମିଳନୀ ଟ୍ରମ୍ପ ଏବଂ ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାରଙ୍କ ନେତୃତ୍ୱରେ ଏକ ଶାନ୍ତି ବୋର୍ଡ ଅଧୀନରେ ଗାଜା ପରିଚାଳନା କରିବାକୁ ପ୍ରସ୍ତୁତ ହୋଇଥିଲା। ବ୍ୟୁରୋ ରିପୋର୍ଟ, ଚର୍ଚ୍ଚା ନ୍ୟୁଜ୍।